ପ୍ରାୟ ସବୁ ଘରେ ଗୋଟିଏ ଏମିତି ସମୟ ଆସେ ଯେତେବେଳେ ଗୋଟିଏ ପ୍ରଶ୍ନ ପୁରା ପରିବାରର ଧ୍ୟାନ ଟାଣିନିଏ। ଜାଣନ୍ତି, ଏଇଟା ଖାଲି ପିଲାର ଭବିଷ୍ୟତ କଥା ନୁହେଁ, ବରଂ ଏହା ପୁରା ପରିବାରର ଆଶା, ସ୍ୱପ୍ନ ଆଉ ଚିନ୍ତାର ଗୋଟେ ପ୍ରତିଚ୍ଛବି। ତେବେ ଆସନ୍ତୁ, ସେଇ ବଡ଼ ନିଷ୍ପତ୍ତି ବିଷୟରେ ଆଜି ଟିକେ କଥା ହେବା। ଆଗକୁ କ'ଣ ପଢ଼ିବୁ? ଦଶମ କିମ୍ବା ଦ୍ୱାଦଶ ପରେ ଏଇ ଛୋଟ ପ୍ରଶ୍ନଟି ଘରର ପରିବେଶକୁ କେମିତି ଗମ୍ଭୀର କରିଦିଏ, ତାହା ଆମେ ସମସ୍ତେ ଜାଣନ୍ତି। ଆଉ ଏହାର ଉତ୍ତର ଉପରେ କେବଳ ଭବିଷ୍ୟତ ନୁହେଁ, ବରଂ ଆଗାମୀ କେତେ ବର୍ଷର ପରିଶ୍ରମ, ମାନସିକ ଶାନ୍ତି ସବୁକିଛି ନିର୍ଭର କରେ। ଆମେ ସାଧାରଣତଃ ଏହାକୁ କେବଳ ଗୋଟେ ପାଠପଢ଼ା ନିଷ୍ପତ୍ତି ବୋଲି ଭାବୁ, କିନ୍ତୁ ବାସ୍ତବରେ ଏହା ହେଉଛି ଜୀବନର ସବୁଠୁ ବଡ଼ ନିବେଶ ମଧ୍ୟରୁ ଗୋଟିଏ। ଆଉ ଏ ନିବେଶ ଖାଲି ଜଣେ ଛାତ୍ରର ନୁହେଁ, ପୁରା ପରିବାରର। ଏଇ ଦେଖନ୍ତୁ ଟିକେ, ଏହି ନିବେଶରେ କ'ଣ ସବୁ ଲାଗିଥାଏ। ଖାଲି ଫିସ୍ ଆଉ କୋଚିଂର ଟଙ୍କା ନୁହେଁ, ଜୀବନର ସବୁଠୁ ମୂଲ୍ୟବାନ 3ରୁ 6 ବର୍ଷ ସମୟ, ଦିନରାତିର କଠିନ ପରିଶ୍ରମ ଆଉ ଗଭୀର ମାନସିକ ଏକାଗ୍ରତା। ଆଉ ଏସବୁ ବଦଳରେ ଆମେ ଚାହୁଁ କ'ଣ? ଗୋଟେ ସଫଳ କ୍ୟାରିୟର, ମନଲାଖି ଚାକିରି ଆଉ ଗୋଟେ ସ୍ଥିର ଜୀବନ। ତେବେ ବୁଝିପାରୁଥିବେ ଏହି ନିବେଶର ଦାୟିତ୍ୱ କେତେ ବଡ଼। ସେଥିପାଇଁ ଏତେ ବର୍ଷର ସମୟ, ଏତେ ଟଙ୍କା ଆଉ ଏତେ ପରିଶ୍ରମ ଲଗାଇବା ଆଗରୁ ମୁହୂର୍ତ୍ତେ ଅଟକି ନିଜକୁ ପଚାରିବାଟା ବହୁତ ଜରୁରୀ। ଆମେ ଯେଉଁ ରାସ୍ତା ବାଛୁଛୁ ତାହା କ'ଣ ପ୍ରକୃତିରେ ଠିକ୍? କିନ୍ତୁ ଅନେକ ସମୟରେ ଗୋଟେ ଅଜବ କଥା ହୁଏ। ପ୍ରଚୁର ପରିଶ୍ରମ ସତ୍ତ୍ୱେ ବି ଆଶା କଲାଭଳି ଫଳ ମିଳେନି। ଏମିତି ଲାଗେ ଯେମିତି ପରିଶ୍ରମ ଆଉ ଫଳାଫଳ ଭିତରେ କୋଉଠି ଗୋଟେ ତାଳମେଳ ରହୁନି। ଏ କଥାଗୁଡ଼ିକ ଶୁଣିଲେ ବହୁତ ଚିହ୍ନା ଚିହ୍ନା ଲାଗୁଥିବ, ନୁହେଁ କି? ମୋ ପିଲା ତ ଦିନ ରାତି ପଢ଼ୁଛି, କିନ୍ତୁ ମାର୍କ କାହିଁକି ଉପର ତଳ ହେଉଛି? କିମ୍ବା ସେ ତ ସବୁ ବୁଝିପାରୁଛି, କିନ୍ତୁ ପରୀକ୍ଷା ବେଳକୁ ସବୁ ଭୁଲି ଯାଉଛି। ଆଉ କେତେବେଳେ ସାଇନ୍ସ ନେଲା ପରେ ତାର ପଢ଼ାରୁ ଆଗ୍ରହ କମିଗଲାଣି। ଏଇ ଯେଉଁ ନିରାଶା, ଏହା ହିଁ ଅନେକ ପରିବାରରେ ଏକ ନୀରବ ସଂଘର୍ଷ। ତେବେ ଏହି ସଂଘର୍ଷ ପଛର ପ୍ରକୃତ କାରଣଟା କ'ଣ? ଅଧିକାଂଶ ସମୟରେ କାରଣଟା ଆମ ଆଖିକୁ ଦେଖାଯାଏନି। ଏହାର ମୂଳ କାରଣ ହେଉଛି ଆମ ମସ୍ତିଷ୍କର କିଛି ମୌଳିକ କ୍ଷମତା, ଯେମିତିକି ମନେ ରଖିବା, ଧ୍ୟାନ ଦେବା କିମ୍ବା ତର୍କ କରିବା। ଏହାକୁ ହିଁ କଗ୍ନିଟିଭ୍ ସ୍କିଲ୍ସ ବା ବୌଦ୍ଧିକ କୌଶଳ କୁହାଯାଏ। ତେଣୁ କଥାଟା ସ୍ପଷ୍ଟ, ସମସ୍ୟା କଠିନ ପରିଶ୍ରମରେ ନାହିଁ। ପ୍ରକୃତ ସମସ୍ୟା ହେଉଛି ପିଲାର ସ୍ୱାଭାବିକ ବୌଦ୍ଧିକ କ୍ଷମତା ଆଉ ସେ ବାଛିଥିବା ପାଠ୍ୟକ୍ରମ ଭିତରେ ଥିବା ମିସ୍ମ୍ୟାଚ୍ରେ। ଆସନ୍ତୁ ଏବେ ଆମ ଚିନ୍ତା କରିବାର ଢଙ୍ଗକୁ ଟିକେ ବଦଳେଇବା। କ୍ୟାରିୟର ବାଛିବାକୁ ଗୋଟେ ନୂଆ ଦୃଷ୍ଟିକୋଣରୁ ଦେଖିବା। ଏହାକୁ କୁହାଯାଇପାରେ ମସ୍ତିଷ୍କର ROI, ଅର୍ଥାତ୍ ରିଟର୍ନ ଅନ୍ ଇନଭେଷ୍ଟମେଣ୍ଟ। ସିଧା କଥାରେ ଆମ ପରିଶ୍ରମରୁ କେତେ ଫଳ ମିଳୁଛି। ଏଣିକି ଆମେ କେଉଁ କୋର୍ସ ସବୁଠୁ ଭଲ ବୋଲି ନ ପଚାରି ବରଂ ନିଜକୁ ଏହି ପ୍ରଶ୍ନ ପଚାରିବା ଦରକାର, କେଉଁ କ୍ଷେତ୍ରରେ ମୋ ପରିଶ୍ରମରୁ ସବୁଠାରୁ ଭଲ ଫଳ ମିଳିବ? ଏହା ହିଁ ପ୍ରକୃତ ପ୍ରଶ୍ନ। କାରଣ ଆମ ପ୍ରତ୍ୟେକଙ୍କ ମସ୍ତିଷ୍କର ଗଠନ, ତାର କାମ କରିବାର ଶୈଳୀ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ଆଉ ଏହି ଶୈଳୀ ହିଁ ସ୍ଥିର କରେ ଯେ ଆମର ପରିଶ୍ରମ କେତେ ସହଜରେ ଆଉ କେତେ ଭଲ ଭାବରେ ଫଳରେ ପରିଣତ ହେବ। ଆସନ୍ତୁ ଗୋଟେ ଛୋଟ ଉଦାହରଣ ନେବା। ଧରନ୍ତୁ, ଛାତ୍ର ଏର ମେମୋରି ବା ସ୍ମରଣ ଶକ୍ତି ବହୁତ ଭଲ। ସେ 3 ଘଣ୍ଟା ପଢ଼ିକି ଗୋଟେ ବିଷୟକୁ ସହଜରେ ମନେ ରଖିପାରୁଛି। ଅନ୍ୟପଟେ ଛାତ୍ର ବିର ସ୍ମରଣ ଶକ୍ତି ଟିକେ ଦୁର୍ବଳ, ତେଣୁ ତାକୁ ସେହି ବିଷୟ ମନେ ରଖିବାକୁ 6 ଘଣ୍ଟା ଲାଗୁଛି। ଏଠି ଦେଖନ୍ତୁ, ଛାତ୍ର ଏର ପରିଶ୍ରମରୁ ଅଧିକ ରିଟର୍ନ ମିଳୁଛି, କାରଣ ତାର ମସ୍ତିଷ୍କ ସେହି କାମ ପାଇଁ ସ୍ୱାଭାବିକ ଭାବେ ଅଧିକ ଦକ୍ଷ। ଏହାର ସିଧାସଳଖ ଅର୍ଥ ହେଲା ପରିଶ୍ରମ ସମାନ, ସମୟ ବି ସମାନ, କିନ୍ତୁ ଯେତେବେଳେ ମସ୍ତିଷ୍କର କାର୍ଯ୍ୟଶୈଳୀ ଅଲଗା ହୁଏ, ଫଳାଫଳ ବି ଅଲଗା ହୋଇଯାଏ। ତେବେ ଉପାୟ କ'ଣ? ସମାଧାନ ହେଉଛି ନିଜ ମସ୍ତିଷ୍କର ସ୍ୱାଭାବିକ ଶକ୍ତିକୁ ଠିକ୍ରେ ବୁଝିବା ଆଉ ସେହି ଅନୁସାରେ ନିଜ କ୍ୟାରିୟରର ରାସ୍ତାକୁ ବାଛିବା, ମାନେ ବ୍ରେନ୍ ଆଉ କ୍ୟାରିୟର ଭିତରେ ସଠିକ୍ ଆଲାଇନମେଣ୍ଟ। ଏଥିପାଇଁ ଗୋଟେ ବୈଜ୍ଞାନିକ ପଦ୍ଧତି ଅଛି, ଯାହାର ନାଁ ହେଉଛି କଗ୍ନିଟିଭ୍ ସ୍କିଲ୍ସ ଆସେସମେଣ୍ଟ। ଦେଖନ୍ତୁ, ଏଇଟା କୌଣସି ବୁଦ୍ଧିର ପରୀକ୍ଷା ନୁହେଁ। ଏହା ହେଉଛି ସେହି ବଡ଼ ନିବେଶ କରିବା ପୂର୍ବରୁ ଏକ ନିଷ୍ପତ୍ତି ନେବାର ଉପକରଣ, ଯାହା ଆମକୁ ବୁଝିବାରେ ସାହାଯ୍ୟ କରେ ଯେ ଗୋଟିଏ ମସ୍ତିଷ୍କ ସଫଳତା ପାଇଁ ସ୍ୱାଭାବିକ ଭାବେ କିପରି ତିଆରି। ଯେମିତି ସବୁ ତାଲା ପାଇଁ ଅଲଗା ଅଲଗା ଚାବି ଥାଏ, ଠିକ୍ ସେମିତି ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା ମସ୍ତିଷ୍କ କୌଶଳର ଆବଶ୍ୟକତା ଥାଏ। ତେଣୁ ସଠିକ୍ କ୍ୟାରିୟର ପାଇଁ ସଠିକ୍ ବୌଦ୍ଧିକ କୌଶଳର ମେଳ ହେବା ନିହାତି ଜରୁରୀ। ଉଦାହରଣ ଭାବରେ ଦେଖିଲେ, ଇଞ୍ଜିନିୟରିଂ ପାଇଁ ଶକ୍ତିଶାଳୀ ତର୍କଶକ୍ତି ଦରକାର। ସେହିପରି ମେଡିସିନ ପାଇଁ ଉଚ୍ଚ ସ୍ମରଣ ଶକ୍ତି ଓ ଏକାଗ୍ରତା ଅତ୍ୟନ୍ତ ଆବଶ୍ୟକ। ମାନବିକୀ ବିଷୟ ପାଇଁ ଭାଷା ଓ ବୁଝିବାର କ୍ଷମତା ଏବଂ ବାଣିଜ୍ୟ ପାଇଁ ସାଂଖ୍ୟିକ ତର୍କ ଓ ଯୋଜନା କରିବାର ଦକ୍ଷତା ଅଧିକ ଦରକାର ପଡ଼େ। ଏହି ଆସେସମେଣ୍ଟ ପରେ ଯେଉଁ ବ୍ୟକ୍ତିଗତ ରିପୋର୍ଟ ମିଳେ, ସେଟା ଗୋଟେ ରୋଡମ୍ୟାପ୍ ଭଳି କାମ କରେ। ଏହା ଜଣକର ସ୍ୱାଭାବିକ ଶକ୍ତି କ'ଣ ଆଉ କେଉଁଠି ଚ୍ୟାଲେଞ୍ଜ ଆସିପାରେ, ତାହା ସ୍ପଷ୍ଟ ଭାବେ ଦେଖାଇଥାଏ।
ଆଉ ଯେତେବେଳେ ଆମ ପାଖରେ ଏମିତି ତଥ୍ୟ ଆଧାରିତ ସ୍ପଷ୍ଟତା ଥାଏ ସେତେବେଳେ ସବୁ ଦ୍ୱନ୍ଦ୍ୱ ଦୂର ହୋଇଯାଏ। ଆଗକୁ ବଢ଼ିବା ପାଇଁ ଗୋଟେ ସିଧା ରାସ୍ତା ଦେଖାଯାଏ। ଏହାର ପରିଣାମ ହେଉଛି ସଶକ୍ତିକରଣ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଆଣିଥାଏ ଏକ ସ୍ପଷ୍ଟ ଦିଗ, କମ୍ ଚାପ ଆଉ ବହୁତ ଆତ୍ମବିଶ୍ୱାସ। ଆଉ ଅଭିଭାବକମାନଙ୍କ ପାଇଁ ତାଙ୍କ ପାଇଁ ଏହା ଏକ ବୈଜ୍ଞାନିକ ନିଷ୍ପତ୍ତି ନେବାର ମାନସିକ ଶାନ୍ତି ଦିଏ ଆଉ ଗୋଟେ ବଡ଼ ଭୁଲରୁ ବଞ୍ଚାଇ ଦିଏ। ଏହି ସ୍ପଷ୍ଟତାର ରାସ୍ତାକୁ ଆସିବା ପାଇଁ ପ୍ରକ୍ରିୟାଟି ମଧ୍ୟ ବହୁତ ସରଳ। ପ୍ରଥମେ ଏକ ଅନଲାଇନ୍ ଆସେସମେଣ୍ଟ, ତାପରେ ଏକ ବିସ୍ତୃତ ରିପୋର୍ଟ, କ୍ୟାରିୟର ମ୍ୟାପିଂ ଆଉ ଶେଷରେ ବିଶେଷଜ୍ଞଙ୍କ ମାର୍ଗଦର୍ଶନ। ଏହି ପଦକ୍ଷେପଗୁଡ଼ିକ ଏକ ସୁଚିନ୍ତିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ତେଣୁ ଶେଷରେ ମନେ ରଖିବାର କଥା ହେଲା, କ୍ୟାରିୟରରେ ସଫଳତା କେବଳ ଅଧିକ ପରିଶ୍ରମ କରିବାରେ ନାହିଁ, ବରଂ ଏପରି ଏକ କ୍ଷେତ୍ର ବାଛିବାରେ ଅଛି ଯେଉଁଠି ଆମ ମସ୍ତିଷ୍କ ସ୍ୱାଭାବିକ ଭାବରେ ସବୁଠୁ ଭଲ ପ୍ରଦର୍ଶନ କରିପାରିବ। ଆଶା କରୁଛୁ ଏହି ଆଲୋଚନା ଆପଣଙ୍କୁ ଏକ ନୂଆ ଦୃଷ୍ଟିକୋଣ ଦେଇଥିବ। ଏକ ସୁଚିନ୍ତିତ ଏବଂ ସ୍ପଷ୍ଟ ନିଷ୍ପତ୍ତି ନେବା ପାଇଁ ଯଦି ଅଧିକ ସୂଚନା ଦରକାର, ତେବେ ସ୍କ୍ରିନ୍ରେ ଦିଆଯାଇଥିବା ବିବରଣୀ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଧନ୍ୟବାଦ।